ଝୁରି ହେଉଛନ୍ତି ସେଫାଳି ସୁନା। ଫେରିଆ ବୋଲି କହୁଛନ୍ତି। ପୁଅକୁ ହରାଇବା ଦୁଃଖରେ କିଛି ଏମିତି କରିଛନ୍ତି ହ୍ୟୁମାନଙ୍କ ମା। ହ୍ୟୁମାନଙ୍କ ମୃତ୍ୟୁର ଅନେକ ମାସ ପରେ ମାଙ୍କ ଆଖିରୁ ଏଯାଏଁ ସୁଖୁନି ଲୁହ। ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ କୁହାଯାଉଥିବା ହ୍ୟୁମାନ ସାଗର, ଯେଉଁ ବଲିଉଡ୍ ସିଙ୍ଗର ମାନେ ଆସି ଓଡ଼ିଶାରେ ଗୀତ ଗାଉଥିଲେ ସେମାନଙ୍କ ବାଟ ବନ୍ଦ କରିଦେଇଥିଲେ ହ୍ୟୁମାନ। ଆଉ ଆଜି ତାଙ୍କ ନିଧନ ପରେ ଓଡ଼ିଆ ସଙ୍ଗୀତ ଜଗତରେ ସତେ ଯେମିତି ଏକ ଖାଲି ସ୍ଥାନ ପଡ଼ିଯାଇଛି। ହ୍ୟୁମାନଙ୍କ ମୃତ୍ୟୁକୁ ଅନେକ ମାସ ବିତି ଯାଇଥିଲେ ଆଜି ବି ତାଙ୍କୁ ଲୋକେ ଝୁରି ହେଉଛନ୍ତି। ହ୍ୟୁମାନଙ୍କ ମା ସେଫାଳି ସୁନା ପୁରା ଏବେ ଏକା ହୋଇଯାଇଛନ୍ତି। ନିଜର ଲୁହକୁ ସେ ଆଉ ରୋକି ପାରୁନାହାନ୍ତି। କାନ୍ଦି କାନ୍ଦି କହୁଛନ୍ତି, ମତେ ତୁ କେମିତି ଏକା କରି ଚାଲିଗଲୁ, ତୋ ବିନା ମୁଁ ବଞ୍ଚିବି କେମିତି। ଏ ଅଭିମାନ ଭରା କଥା ହେଉଛି ତାର ଭେଣ୍ଡିଆ ପୁଅକୁ ହରାଇଥିବା ହତଭାଗିନୀ ମା। ପ୍ରଥମେ ସ୍ୱାମୀ, ତାପରେ ସାନ ପୁଅ, ଆଉ ଏବେ ହ୍ୟୁମାନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ସେଫାଳି ସୁନା। ତେବେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସୁଦୂର ଅନୁଗୁଳ ଜିଲ୍ଲାରୁ ଚାଲି ଚାଲି ଆସିଛନ୍ତି ଟିଟିଲାଗଡ଼ରେ ପହଞ୍ଚିଛନ୍ତି ସିପୁନ। ସେ ଟିଟିଲାଗଡ଼ରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ତାଙ୍କୁ ସହର ପରିକ୍ରମା କରାଇ ହ୍ୟୁମାନଙ୍କୁ କବର ଦିଆଯାଇଥିବା ସ୍ଥାନକୁ ନିଆଯାଇଥିଲା। ସେଠାରେ ସିପୁନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ହ୍ୟୁମାନଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି। ଆଉ ଏସବୁ ଦେଖି ହ୍ୟୁମାନ ସାଗରଙ୍କ ମା ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି। ସିପୁନକୁ ଧରି କାନ୍ଦୁଛନ୍ତି। ଦୁଇ ପୁଅ ସହ ସ୍ୱାମୀଙ୍କୁ ହରାଇ ସେଫାଳି ସୁନା ପୁରା ଏକା ହୋଇଯାଇଛନ୍ତି। ଆଉ ସବୁଦିନ ହ୍ୟୁମାନଙ୍କୁ ମନେ ପକାଇ କାନ୍ଦୁଛନ୍ତି। ରିପୋର୍ଟ ସଂଘର୍ଷ ଟିଭି।